ନମସ୍କାର। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଶ୍ୱଗନ୍ଧା ବହୁଳ ଭାବରେ ବ୍ୟବହାର କରାଯାଇଥାଏ। ଏହା ଶରୀରର ସାମଗ୍ରିକ ବିକାଶ କରିଥାଏ। ଆୟୁର୍ବେଦରେ ଏହା ଏକ ସୁପରିଚିତ ନାମ ଏବଂ ଏକ ବାଜିକାରକ ଔଷଧ ଭାବରେ ପ୍ରସିଦ୍ଧ। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଆସନ୍ତୁ ଏହି ଅଶ୍ୱଗନ୍ଧା ଅନ୍ୟ କେଉଁ କେଉଁ ରୋଗରେ ବ୍ୟବହାର କରାଯାଇଥାଏ, କେଉଁମାନେ ଏହାକୁ ଖାଇପାରିବେ ନ ଖାଇପାରିବେ, କ'ଣ ସାବଧାନତା ଅବଲମ୍ବନ କରାଯିବ, ଏସବୁ ଜିନିଷ ଆଜିର ଭିଡ଼ିଓରେ ଦେଖିବା। ଅଶ୍ୱଗନ୍ଧା ଲଘୁ ବା ହାଲକା ଏବଂ ଉଷ୍ଣ ପ୍ରକୃତିର। ଏହାର ସେବନ ଦ୍ୱାରା ଆମ ଶରୀର ଉଷ୍ଣ ବା ହାଲକା ଗରମ ରହିଥାଏ। ତେଣୁ ବାତ ଏବଂ କଫ ପ୍ରଧାନ ବ୍ୟକ୍ତିଙ୍କ ପାଇଁ ଏହା ଲାଭକାରୀ ଅଟେ। ଏହା ଆମର ଅଷ୍ଟଧାତୁ ବା ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଶୁକ୍ର ଏବଂ ଓଜଃକୁ ପରିପୁଷ୍ଟ କରିଥାଏ। ଅଶ୍ୱଗନ୍ଧା ଗଛର ପ୍ରାୟ ସବୁ ଅଂଶ ଔଷଧୀୟ ଅଟେ। ଏହାକୁ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ, କିନ୍ତୁ ମୁଖ୍ୟତଃ ଏହାର ମୂଳ ଏବଂ ପତ୍ର ଅଧିକ ବ୍ୟବହାର କରାଯାଏ। ଆଜିର ଭିଡ଼ିଓରେ ଆମେ ଅଶ୍ୱଗନ୍ଧାର ଅନେକ ଗୁଡ଼ିଏ ଉପାଦେୟତା ଏବଂ ବ୍ୟବହାର ବିଷୟରେ ଜାଣିବା। ଅଧିକାଂଶ ବ୍ୟକ୍ତି କୌଣସି ଔଷଧ ବା ପ୍ରାକୃତିକ ଦ୍ରବ୍ୟ ସେବନ କରନ୍ତି, କିନ୍ତୁ ତାର ଲାଭ ପାଇପାରନ୍ତି ନାହିଁ ବା ବିଭିନ୍ନ ପ୍ରକାର ସାଇଡ୍ ଇଫେକ୍ଟ ଆସିଥାଏ। ଏହାର କାରଣ ହେଉଛି ସେମାନେ ସେହି ଔଷଧର ବା ଦ୍ରବ୍ୟଟିର ପ୍ରକୃତି ଠିକରେ ଜାଣିନଥାନ୍ତି। ତେଣୁ ପ୍ରତ୍ୟେକ ଭିଡ଼ିଓରେ ମୁଁ ଔଷଧର ପ୍ରକୃତି, ଏହା ଉଷ୍ଣ କି ଏହା ଲଘୁ ପ୍ରକୃତି କିମ୍ବା ଏହା ଶୀତଳ ପ୍ରକୃତି, ଏସବୁ ଆପଣମାନଙ୍କୁ ଜଣାଉଛି। ଏହା ସହିତ କେଉଁ ବ୍ୟକ୍ତି ଏହା ଖାଇପାରିବେ ତା ମଧ୍ୟ ଜଣାଉଛି। ଯେମିତିକି ଅଶ୍ୱଗନ୍ଧାକୁ ପିତ୍ତ ପ୍ରଧାନ ବ୍ୟକ୍ତି ଖାଇବା ଉଚିତ ନୁହେଁ। ଔଷଧ ଖାଇବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଔଷଧ ବିଷୟରେ ଜାଣିବା। ଭିଡ଼ିଓର ଥମ୍ବନେଲରେ ମୁଁ ଲେଖିଛି, ଯାହାର ଚିନ୍ତା ଅଧିକ ବା ଯିଏ ଚିନ୍ତା କରିପାରେ ନାହିଁ, ଉଭୟଙ୍କ ପାଇଁ ଅଶ୍ୱଗନ୍ଧା ପ୍ରକୃଷ୍ଟ ଔଷଧ। ଯେଉଁମାନେ ଅତ୍ୟଧିକ ଚିନ୍ତା କରନ୍ତି, ଡିପ୍ରେସନରେ ରୁହନ୍ତି, ଟେନସନ୍ ନିଅନ୍ତି, ସାଧାରଣତଃ ବାତ ପ୍ରଧାନ ବ୍ୟକ୍ତିମାନେ ଏବଂ ତାର ପ୍ରଭାବ ଶରୀର ଉପରେ ପଡ଼ିଥାଏ, ସେଭଳି ବ୍ୟକ୍ତିଙ୍କ ପାଇଁ ଅଶ୍ୱଗନ୍ଧା ଅମୃତ ତୁଲ୍ୟ। ତା ସହିତ ଯେଉଁମାନଙ୍କର ଚିନ୍ତା କରିବାର କ୍ଷମତା ବା ଶକ୍ତି କମ୍, କୌଣସି ପ୍ରକାରର ହିସାବ କିତାବ ହଉ ବା କୌଣସି ଘଟଣା ଦୁର୍ଘଟଣା ହଉ, କୌଣସି ପରୀକ୍ଷା ବା ଅଫିସ କାଗଜପତ୍ର ହଉ, ଯଦି କୌଣସି ଜିନିଷ ଚିନ୍ତା କରିପାରୁନାହାନ୍ତି, ମୁଣ୍ଡ ଖଟେଇ ପାରୁନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଅଶ୍ୱଗନ୍ଧା ଅମୃତ ତୁଲ୍ୟ। ଏଭଳି କଫ ପ୍ରଧାନ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ। ଏହାକୁ ମେଡିକାଲ ସାଇନ୍ସରେ ଆଡାପ୍ଟୋଜେନ୍ ଟାଇପର ପ୍ଲାଣ୍ଟ କୁହାଯାଏ, ଯାହାର ମୁଖ୍ୟ କାମ ହେଲା ଷ୍ଟ୍ରେସ୍, ଡିପ୍ରେସନ, ଆଂଜାଇଟି ଏଭଳି ସମସ୍ୟାକୁ ବା ମାନସିକ ସମସ୍ୟାକୁ କମ୍ କରିବା, ଶରୀରର ହୋମିଓଷ୍ଟାସିସ୍ ନିୟନ୍ତ୍ରଣ କରିବା ବା ଶରୀରର ଖାପ ଖୁଆଇବା ଶକ୍ତି ବା ତାପମାତ୍ରା ନିୟନ୍ତ୍ରଣ କରିବା ଶକ୍ତିକୁ କଣ୍ଟ୍ରୋଲ କରିବା। ଅଶ୍ୱଗନ୍ଧା ଏସବୁ କ୍ଷେତ୍ରରେ ସାହାଯ୍ୟ କରେ। ଏପିଲେପ୍ସି ବା ଅପସ୍ମାର ରୋଗରେ ମଧ୍ୟ ଏହାର ପ୍ରୟୋଗ କରାଯାଇଥାଏ। ଅଶ୍ୱଗନ୍ଧାରେ ପ୍ରୋଟିନ୍, କ୍ୟାଲସିୟମ ଭରପୁର ମାତ୍ରାରେ ଅଛି। ଏଥିରେ ଆଇରନ୍, ପଲିଫେନଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଅଛି, ଯେଉଁଗୁଡ଼ିକ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ରକ୍ତହୀନତା ଦୂର କରେ, ପାଚନ ଶକ୍ତିକୁ ବଢ଼ାଏ, ପେଟର ମାଂସପେଶୀକୁ ସୁଦୃଢ଼ କରେ। ମନେ ରଖନ୍ତୁ, ଅଶ୍ୱଗନ୍ଧାର ମୁଖ୍ୟ ଆକ୍ସନ ହେଉଛି ନର୍ଭ ଉପରେ। ଏହା ଗୋଟେ ବ୍ଲଡ ପ୍ୟୁରିଫାୟର ଯଦିଓ, କିନ୍ତୁ ଏହାକୁ ମୁଖ୍ୟତଃ ନର୍ଭସ୍ ଡିଜଅର୍ଡରରେ ଦିଆଯାଏ। ନ୍ୟୁରନର ବା ନର୍ଭ ସେଲର ବିଭିନ୍ନ ପାର୍ଟକୁ ରିକଭର କରିବାରେ ଅଶ୍ୱଗନ୍ଧା ସାହାଯ୍ୟ କରେ। ଦୁର୍ବଳ ହୃଦୟ ଥିବା ବ୍ୟକ୍ତି ବା ଯେଉଁମାନେ ବିଭିନ୍ନ ପ୍ରକାର ସିଚୁଏସନରେ ବିଚଳିତ ହୋଇଯାନ୍ତି, ହାର୍ଟବିଟ୍ ବଢ଼ିଯାଏ, ସେଭଳି ବ୍ୟକ୍ତିଙ୍କ ପାଇଁ ଅଶ୍ୱଗନ୍ଧା ଟନିକ୍ ପରି କାମ କରେ। ରକ୍ତଚାପକୁ ନିୟନ୍ତ୍ରଣ କରେ। ଶ୍ୱାସ ରୋଗରେ ମଧ୍ୟ ଅଶ୍ୱଗନ୍ଧା ଉପାଦେୟ। ଅଶ୍ୱଗନ୍ଧାର ସେବନ ମାନସିକ ଦୁର୍ବଳତା ଦୂର କରିଥାଏ, ଦୁଶ୍ଚିନ୍ତା ଦୂର କରିଥାଏ ଏବଂ ଚିନ୍ତା କରିବାର ଶକ୍ତିକୁ ବଢ଼ାଇଥାଏ, ସ୍ମରଣ ଶକ୍ତି ବଢ଼ାଇଥାଏ। ତେଣୁ ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଏହା ଉପଯୋଗୀ। ସ୍ନାୟୁତନ୍ତ୍ରକୁ ବଳ ଯୋଗାଇଥାଏ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ ଏବଂ ନିଦ୍ରାହୀନତାର ଶିକାର ହେଉଥିବା ରୋଗୀମାନଙ୍କ ପାଇଁ ଅଶ୍ୱଗନ୍ଧା ଉପାଦେୟ ଅଟେ।
ବୟସ ବୃଦ୍ଧି ଜନିତ ମାନସିକ ଶକ୍ତି କ୍ଷୟ ବା କୌଣସି ଜିନିଷକୁ ଭୁଲିଯିବା ବା ବାରମ୍ବାର କୌଣସି ଜିନିଷକୁ ମନକୁ ଆଣିବା ଏଭଳି ସମସ୍ୟାକୁ ଅଶ୍ୱଗନ୍ଧା ଦୂର କରିଥାଏ। ଏହା ମୋଟାପଣ ବା ଓବେସିଟି କମାଇଥାଏ। ଅଶ୍ୱଗନ୍ଧାର ପତ୍ରକୁ ଚକଟି ଗୋଲି କରି ଉଷୁମ ପାଣି ସହ ଦିନକୁ 3 ଥର ସେବନ କରନ୍ତୁ। ଏଇଭଳି 3 ଦିନ ଖାଆନ୍ତୁ ଏବଂ କିଛି ଦିନ ଗ୍ୟାପ୍ ଦେଇ ପୁଣି ରିପିଟ୍ କରନ୍ତୁ। କାରଣ ଅଧିକ ପତ୍ର ସେବନ ଦ୍ୱାରା ରକ୍ତ ଶର୍କରା କମି ଯାଇଥାଏ, ଯାହାକି ସାଧାରଣ ବ୍ୟକ୍ତିଙ୍କ ପାଇଁ କ୍ଷତିକାରୀ ହୋଇଥାଏ। ଅଶ୍ୱଗନ୍ଧା ପତ୍ର ଡାଇବେଟିସ୍କୁ ନିୟନ୍ତ୍ରଣ କରିଥାଏ, ସୁଗାର ଲେବୁଲକୁ କମାଇଥାଏ ଏବଂ ଅଶ୍ୱଗନ୍ଧାର ମୂଳ ବା ପାଉଡର ଏହା ଅଗ୍ନାଶୟକୁ ଶକ୍ତି ଯୋଗାଇଥାଏ ଇନ୍ସୁଲିନ୍ କ୍ଷରଣ ପାଇଁ। ଯେକୌଣସି ପୀଡ଼ାନାଶକ ତେଲକୁ ଅଶ୍ୱଗନ୍ଧା ପତ୍ର ଉପରେ ଲେପ କରି ସେ ପତ୍ରକୁ ଉଷୁମ କରି ଆଣ୍ଠୁଗଣ୍ଠି ଦରଜ ସ୍ଥାନରେ ଲଗାଇଲେ ଉପଶମ ମିଳିଥାଏ। ଯେକୌଣସି ଶାରୀରିକ ଦୁର୍ବଳତା, ହକାପଣ ଏସବୁ ଅଶ୍ୱଗନ୍ଧା ଦୂର କରିଥାଏ। ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶକ୍ତି ବା ଶୁକ୍ରବର୍ଦ୍ଧକ ଭାବରେ କାମ କରିଥାଏ। ହରମୋନ ଅସନ୍ତୁଳିତ ହେଲେ ଅଶ୍ୱଗନ୍ଧାର ସେବନ ଏଥିପାଇଁ ଉପାଦେୟ। ଅଶ୍ୱଗନ୍ଧାର ମୂଳ ଆପଣ ପାଉଡର କରି ତାକୁ ଦୁଗ୍ଧ ସହ ପ୍ରୟୋଗ କରିପାରିବେ। ପିଲାମାନଙ୍କର ଯଦି ରିକେଟ୍ସ ସମସ୍ୟା ଅଛି, ବୋନ୍ ୱିକ୍ ହେଇଯାଉଛି ବା ଅସ୍ଥି ଦୁର୍ବଳତାର ଶିକାର ହେଉଛନ୍ତି, ତାହେଲେ ଅଶ୍ୱଗନ୍ଧା ଚୂର୍ଣ୍ଣ ଅଧ ଗ୍ରାମ ମହୁ ସହ ସେବନ କରି ତାପରେ 1 ଗ୍ଲାସ କ୍ଷୀର ପିଅନ୍ତୁ। ସର୍ଭିକାଲ ସ୍ପଣ୍ଡିଲୋସିସ୍ ବା ସାଇଟିକା ଭଳି ରୋଗରେ ମଧ୍ୟ ଅଶ୍ୱଗନ୍ଧାର ବ୍ୟବହାର ହୋଇଥାଏ। ଏହାର ଚୂର୍ଣ୍ଣ ମୁକ୍ତାଶୁକ୍ତି ବା ମୁକ୍ତା ପିଷ୍ଟି ସହ ସେବନ କଲେ ଲାଭ ମିଳିଥାଏ। ଶ୍ୱାସ ରୋଗରେ ଅଶ୍ୱଗନ୍ଧା ବ୍ୟବହାର କରାଯାଇଥାଏ। ଏହାକୁ ଘିଅ ଏବଂ ମହୁ ସହ ମିଶାଇ ସେବନ କରନ୍ତୁ। ଘିଅ ଏବଂ ମହୁର ମାତ୍ରା ବିଷମ ରଖନ୍ତୁ, ଖରାପ ପ୍ରଭାବ ପଡ଼ିବ ନାହିଁ। ମହିଳାମାନଙ୍କ କ୍ଷେତ୍ରରେ ଯଦି ଗର୍ଭାଶୟ ଦୁର୍ବଳ ଅଛି, ତାହେଲେ ଅଶ୍ୱଗନ୍ଧା ଘିଅ ଏବଂ କ୍ଷୀର ସହିତ ପ୍ରୟୋଗ କରନ୍ତୁ। ପେଟର କୃମିକୁ ଅଶ୍ୱଗନ୍ଧା ଦମନ କରିଥାଏ ଏବଂ କୃମି ଜନିତ କୌଣସି ଚର୍ମ ରୋଗ ଯଦି ହେଉଛି, ଚର୍ମରେ ଧଳା ଦାଗ ହେଉଛି, ଏସବୁଥିରେ ଅଶ୍ୱଗନ୍ଧାର ବ୍ୟବହାର କରାଯାଇଥାଏ। ଯେକୌଣସି ଦୁର୍ଘଟଣାର ଶିକାର ଯଦି ହେଉଛନ୍ତି, ହାଡ଼ ଭାଙ୍ଗି ଯାଉଛି ବା ଜଏଣ୍ଟରେ କୌଣସି ଫ୍ରାକ୍ଚର ଆସୁଛି, ତାହେଲେ ପଟି କରି ତାକୁ ଖୋଲିବା ପରେ ମଧ୍ୟ ଯଦି ଦରଜ ରହୁଛି, ସେଇ ଜାଗାରେ ଅଶ୍ୱଗନ୍ଧା ଚୂର୍ଣ୍ଣ କ୍ଷୀର ସହ ମିଶାଇ ପେଷ୍ଟ କରି ତାକୁ ଆପଣ ଲେପ ଦେଇପାରିବେ। ଉଚ୍ଚତା ବୃଦ୍ଧି ବା ହାଇଟ୍ ବଢ଼ିବାରେ ଅଶ୍ୱଗନ୍ଧା ଚୂର୍ଣ୍ଣ ଉଷୁମ କ୍ଷୀର ସହ ବ୍ୟବହାର କରାଯାଇଥାଏ। ସଠିକ୍ ବୟସରେ ବ୍ୟବହାର କଲେ ଯଦି କୌଣସି ପ୍ରକାରର ଉଚ୍ଚତା ବୃଦ୍ଧି ଜନିତ ସମସ୍ୟା ରହୁଛି, ତାହେଲେ ତାହା ଦୂର ହୋଇଥାଏ। ଅଶ୍ୱଗନ୍ଧା ମୋତିଆବିନ୍ଦୁ ହେବାକୁ ଦିଏ ନାହିଁ ଏବଂ ଯଦି କାହାର ମୋତିଆବିନ୍ଦୁ ହେଇଛି ଏବଂ ପ୍ରାଥମିକ ଅବସ୍ଥାରେ ଅଛି, ତାହେଲେ ଅଶ୍ୱଗନ୍ଧା ଏହାକୁ ଭଲ କରିଥାଏ। ବାରମ୍ବାର ଯଦି ପରିସ୍ରା ହେଉଛି, ଅର୍ଥାତ୍ ପରିସ୍ରାର ଯେଉଁ ସିଷ୍ଟମ ତା ଯଦି ୱିକ୍ ହେଇଯାଇଛି କିମ୍ବା ଯଦି ପରିସ୍ରା ଠିକ୍ ଭାବରେ ହେଉନାହିଁ, ଦୁଇଟି ଯାକ କ୍ଷେତ୍ରରେ ଅଶ୍ୱଗନ୍ଧା ଉପାଦେୟ। ବଜାରରେ ବିଭିନ୍ନ ରୂପରେ ଅଶ୍ୱଗନ୍ଧା ଉପଲବ୍ଧ ଅଟେ। ଆପଣ ଅଶ୍ୱଗନ୍ଧା ଚୂର୍ଣ୍ଣ ବା ପାଉଡର, ଯାହାକି ଅଶ୍ୱଗନ୍ଧାର ମୂଳ ବା ଚେରର ପାଉଡର ବ୍ୟବହାର କରିପାରିବେ। କ୍ଷୀର, ମହୁ, ଘିଅ ଏବଂ ଉଷୁମ ପାଣିରେ ଏହାକୁ ବ୍ୟବହାର କରିହେବ, ସେ ବିଷୟରେ ଆପଣଙ୍କୁ କହିସାରିଛି। ଏହା ସହ ଅଶ୍ୱଗନ୍ଧାର ଅବଲେହ ମଧ୍ୟ ଆଭେଲେବୁଲ। ଅଶ୍ୱଗନ୍ଧା ରିଷ୍ଟ ମଧ୍ୟ ଏକ ସ୍ନାୟୁ ପାଇଁ ଗୋଟେ ଭଲ ଟନିକ୍। ଅଶ୍ୱଗନ୍ଧାର ପିଓର ଫର୍ମ, ଯାହାକି ହୋମିଓପାଥିରେ ଦେଖିବାକୁ ମିଳେ, ୱିଥିଆନିଆ ସୋମ୍ନିଫେରା ବା ଅଶ୍ୱଗନ୍ଧା ମଦର ଟିଂଚର। ଯଦି କୌଣସି ବ୍ୟକ୍ତି ଅଶ୍ୱଗନ୍ଧା ଖାଇବା ଦ୍ୱାରା ପେଟରେ କୌଣସି ସମସ୍ୟା ହେଉଛି, ପେଟ ଗରମ ହେଇଯାଉଛି, ତାହେଲେ ଏହି ହୋମିଓପାଥିକ ଫର୍ମରେ ଅଶ୍ୱଗନ୍ଧାର ମଦର ଟିଂଚର ଖାଇଲେ ଏହା ଶରୀର ପାଇଁ ଉପଯୋଗୀ ହେବ, ଶରୀରର ପ୍ରତ୍ୟେକ ଅଂଶରେ ଲାଗିବ, କିନ୍ତୁ ପେଟରେ କୌଣସି ସମସ୍ୟା ଦେଖାଦେବ ନାହିଁ। ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସମସ୍ୟାରେ ଅଶ୍ୱଗନ୍ଧାର ଉପଯୋଗ କରାଯାଇଥାଏ। 10-12 ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଶ୍ୱଗନ୍ଧାର ସେବନ କରିପାରିବେ, କିନ୍ତୁ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ। ଯେହେତୁ ଏହା ଆଣ୍ଡ୍ରୋଜେନ୍ ହରମୋନ ବା ପୁରୁଷ ହରମୋନକୁ ନ୍ୟୁଟ୍ରିସନ୍ ଯୋଗାଇଥାଏ, ବୁଷ୍ଟ କରିଥାଏ, ତେଣୁ ମହିଳାମାନଙ୍କ କ୍ଷେତ୍ରରେ ଅତ୍ୟାବଶ୍ୟକ ସ୍ଥଳେ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ଅଶ୍ୱଗନ୍ଧା ସେବନ କରନ୍ତୁ।
ଓଜନ ଯେଉଁମାନେ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି, ଓଜନ କମ୍ ଯଦି ଅଛି ତାକୁ ବଢ଼ାଇବା ପାଇଁ ଅଶ୍ୱଗନ୍ଧାର ମୂଳ ବ୍ୟବହାର କରାଯାଏ ଏବଂ ଯଦି ଓଜନ ଅଧିକ ଅଛି ତାହେଲେ ପତ୍ରର ପ୍ରୟୋଗ କରାଯାଇଥାଏ। ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ଏମାନେ ଅଶ୍ୱଗନ୍ଧା ସେବନ କରନ୍ତୁ ନାହିଁ। ଥାଇରଏଡ୍ ସମସ୍ୟା ଥିଲେ ମଧ୍ୟ ଅଶ୍ୱଗନ୍ଧା ସେବନ କରିବା ପୂର୍ବରୁ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ। ଅସ୍ତ୍ରୋପଚାର ପରେ ତୁରନ୍ତ ଅଶ୍ୱଗନ୍ଧା ବ୍ୟବହାର କରନ୍ତୁ ନାହିଁ। ଯେଉଁମାନେ ଅଟୋଇମ୍ୟୁନ୍ ଡିଜିଜ୍ର ଶିକାର ହୋଇଛନ୍ତି ସେମାନେ ମଧ୍ୟ ଅଶ୍ୱଗନ୍ଧାକୁ ଆଭଏଡ୍ କରନ୍ତୁ। ଅଶ୍ୱଗନ୍ଧା ଚୂର୍ଣ୍ଣ ସେବନ କରିବା ଦ୍ୱାରା ଯଦି କୋଷ୍ଠକାଠିନ୍ୟ ହେଉଛି ତାହେଲେ ଇସବଗୁଲ୍ ଭୁସି ସହିତ ତାକୁ ମିଶାଇ ସେବନ କରିପାରିବେ। ଅଧିକ ଦିନ ଯଦି ଅଧିକ ପରିମାଣରେ ଅଶ୍ୱଗନ୍ଧା ଖାଉଛନ୍ତି ତାହେଲେ ରକ୍ତଚାପ ଉପରେ ଏହା ପ୍ରଭାବ ପକାଇଥାଏ, ରକ୍ତଚାପକୁ କମାଇ ଦେଇଥାଏ। ସୁସ୍ଥ ଲୋକର ରକ୍ତ ଶର୍କରାକୁ ମଧ୍ୟ କମାଇ ଦେଇଥାଏ। ତେଣୁ ଯେତିକି ଆବଶ୍ୟକ, ଯେତିକି ପରିମାଣରେ ଆବଶ୍ୟକ, ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ଏହାକୁ ସେବନ କରନ୍ତୁ। ଆଶା କରୁଛି ଅଶ୍ୱଗନ୍ଧା ବିଷୟରେ ଯେଉଁ ସବୁ ଧାରଣା ସାଧାରଣ ଜନମାନସରେ ରହିଥିଲା ସେ ସବୁକୁ ଠିକ୍ ରୂପ ଦେବାରେ ଏ ଭିଡ଼ିଓରେ ଯେଉଁ ଇନଫର୍ମେସନ୍ ମୁଁ ଦେଇଛି ନିଶ୍ଚିନ୍ତ ଭାବରେ ଆପଣମାନଙ୍କର କାମରେ ଆସିବ।